ସମସ୍ତଙ୍କୁ ସ୍ୱାଗତ କରୁଛି। ଆମର କିଛି ଯେତେବେଳେ ଆମେ କରୁଛେ କିଛି ଏସ୍ଏଚ୍ଜିରେ ଶୋ କରୁଛି ଯେ ପ୍ରେସିଡେଣ୍ଟ ସେକ୍ରେଟାରୀ ଯେଉଁଟାକି ଆମର ଦେଖାଉଛି ଅଲରେଡ଼ି ଏକ୍ଜିଷ୍ଟ, କିନ୍ତୁ ଆପଣ ସେଠି ଆପଣ ଏସ୍ଏଚ୍ଜି ପ୍ରୋଫାଇଲ୍ ଗଲେ ସେମିତି କିଛି ଦେଖୁନାହାନ୍ତି। ଯେମିତି ଆପଣ ଏଇଠି ଦେଖନ୍ତୁ, ଆମେ ଯେତେବେଳେ ଅପଲୋଡ଼ କରୁଛି ଅଫିସ୍ ବିୟର ସେ ରେଡ୍ ଦେଖାଉଛି। ଏଇଭଳିଆ ବହୁତ ଜାଗାରେ ସବୁ ବହୁତ ଏସ୍ଏଚ୍ଜି ପ୍ରୋବ୍ଲେମ୍ ଅଛି। ତ ତାକୁ କ'ଣ କରିବେ, ଆଗେ ଯିବେ ଦେଖିବେ ଏସ୍ଏଚ୍ଜି ପ୍ରୋଫାଇଲ୍ ଆଗେ ଚେକ୍ କରିଦେବା ଆମେ। ତ ଏସ୍ଏଚ୍ଜି ପ୍ରୋଫାଇଲ୍କୁ ଦେଖିବେ ଯେତେବେଳେ ଦେଖନ୍ତୁ, ଯଦି ଯେତେବେଳେ ଆମେ ମୋ ଡିଟେଲ୍ସକୁ ଯିବା, ଅଫିସ୍ ବିୟରକୁ ଯିବା, ତାପରେ ସେ ଦେଖିବୁ ଦେଖାଉଛି ସେ ଅନ୍ୟମାନଙ୍କର ନାଁ ବି ଯଦି ଆପଣ ଆଡ଼୍ କରିବେ ସେ କହିବ ଅଲରେଡ଼ି ଦ ମେମ୍ବର ହେଜ୍ ଅଲରେଡ଼ି ପୋଜିସନ୍, ସେ ପୋଜିସନ୍ରେ ଅଛନ୍ତି ବୋଲି ଶୋ କରିବ। ନହେଲେ ଆପଣଙ୍କର ଟୋଟାଲ୍ ମେମ୍ବରଙ୍କ ଡିଟେଲ୍ ସେଠି ଦେଖାଇ ପାରିବେ ନାହିଁ, ଏଡ଼ିଟ୍ ବି କରିପାରିବେ ନାହିଁ। এই ক্ষেত্রে କ'ଣ କରିବେ, এই ক্ষেত্ରରେ ଆପଣ କ'ଣ କରିବେ ବେଟର୍, ଆପଣ ଯେତେ ଥର ଟ୍ରାଏ କରିବେ ନେବ ନାହିଁ ଯଦି ଆପଣ କାମ କରିବେ ନା ବ୍ୟାକ୍ କରିଯିବେ। ବ୍ୟାକ୍ ହେଇଯିବେ, ଯେଉଁ ମେମ୍ବରମାନଙ୍କର ଅଛି ଆପଣ ଭାବି ଜାଣିଛନ୍ତି ଯେଉଁଟା ମାନଙ୍କର ପ୍ରେସିଡେଣ୍ଟ ସେକ୍ରେଟାରୀ ଟ୍ରେଜରର ବୋଲି ଅଛନ୍ତି, ସେଠି ଆପଣ ମେମ୍ବରମାନଙ୍କର ଡିଟେଲ୍ସରେ ଫିଲ୍ଅପ୍ କରିବାକୁ ପଡ଼ିବ। ଯେମିତିକି ଆମେ ଏଇ ମେମ୍ବର ପ୍ରୋଫାଇଲ୍ ମେମ୍ବର ଏସ୍ଏଚ୍ଜି ମେମ୍ବରମାନଙ୍କ ଭିତରେ ଗଲେ ଜଣଙ୍କର ସେଠି ଆପଣ ଦେଖିବେ, ଧର ଜଣଙ୍କୁ ଏଠି ଆପଣ ମୋ ଡିଟେଲ୍ସ ତା ପାଖରେ ଅଛି, ମୋ ଡିଟେଲ୍ସରେ ଏଇଠି ମେମ୍ବର ଅଛନ୍ତି, ଏଇଠି କାହାକୁ ପ୍ରେସିଡେଣ୍ଟ ଆକ୍ଟିଭ୍ ତାଙ୍କୁ କରିବେ, ଷ୍ଟାଟସ୍ ତାଙ୍କର ଆକ୍ଟିଭ୍ କରିବେ, ଡେଟ୍ ସେ କେବେଠାରୁ ଅଛନ୍ତି ସେଟା ଦେବେ। ଦେଇ ସାରିଲା ପରେ ଟୁ ଡେଟ୍ ଛାଡ଼ିଦେବେ, ଟୁ ଡେଟ୍ ମାନେ ଟିଲ୍ ଡେଟ୍ ଯାଏଁ ଅଛି, ଆଉ ସିଗ୍ନେଚର୍ ତାକୁ ୟେସ୍ ବୋଲି କରିଦେବେ। ସେକେଣ୍ଡ ତାଙ୍କର ଏଠି ସେଭ୍ କରିକି ପୁଣି ଆଗକୁ ବଢ଼ିଯିବେ। ଆନାଦର ମେମ୍ବର 3 ଜଣ ଆମର ଦରକାର ଅଛି, ପ୍ରେସିଡେଣ୍ଟ ସେକ୍ରେଟାରୀ ଟ୍ରେଜରର ଦରକାର, 2 ଜଣ ହେଲେ ହେଇଯିବ, 3 ଜଣ ହେଲେ ଭଲ। ତ ଆଉ ଜଣଙ୍କୁ ଆପଣ ଏମିତି କରିଦେଲେ, ତାକୁ ନେକ୍ସଟ ଆପଣ ତାଙ୍କର ବି ସେ ମୋ ଡିଟେଲ୍ସକୁ ଯିବେ, ମୋ ଡିଟେଲ୍ସ ଯାଇକି ତାଙ୍କୁ ସେକ୍ରେଟାରୀ କରିବେ, ସେକ୍ରେଟାରୀ କରିସାରିଲା ଆକ୍ଟିଭ୍ ମେମ୍ବର, ଦେନ୍ ଆପଣଙ୍କର ଫର୍ମ ସିଗ୍ନେଚରୀ କରିବେ, ତାକୁ ସେମିତି ଫାଙ୍କା ଛାଡ଼ି ଦେଇଥିବେ, ତ ସେଭ୍ କରିନେବେ, ଏଟା ବି ସେଭ୍ କରିନେବେ। ପୁଣି ଆଉ ଗୋଟେକୁ ଟ୍ରେଜରର କରିବେ, ଆନାଦର ନମ୍ବରକୁ ଟ୍ରେଜରର କରିବେ। ତ ତାକୁ କ'ଣ କରିବେ ନା ଆଉ ସେ ମେମ୍ବରକୁ ଆପଣ ଖୋଲିବେ, ତାଙ୍କର ଯେମିତି ଆମେ କରିଥିଲେ ମୋ ଡିଟେଲ୍ସକୁ ଯିବେ, ଯିଏ ଆପଣଙ୍କ ସେକ୍ରେଟାରୀ ବୋଲି ଭାବିପାରନ୍ତି, ତାହେଲେ ମୋ ଡିଟେଲ୍ସକୁ ଯିବେ, ମୋ ଡିଟେଲ୍ସରେ ଯାଇକି ଦେଖିବେ ତଳେ ତାଙ୍କର ଟ୍ରେଜରର ବୋଲି ତାକୁ ନା କହନ୍ତି ପୋଷ୍ଟ ଡେଜିଗ୍ନେସନ୍ ତାକୁ ଦେବେ, ଆକ୍ଟିଭ୍ କରିବେ, ଡେଟ୍ ଯେବେଠାରୁ ସେ ଅଛନ୍ତି ସେଟା ଦେବେ, ଟିଲ୍ ଡେଟାକୁ ଛାଡ଼ିଦେବେ, କାହିଁକିନା ସେ ବର୍ତ୍ତମାନ ପାଇଁ ବି ଅଛନ୍ତି ବୋଲି ଆପଣ ସେଠି ଶୋ କରୁଛନ୍ତି। ସିଗ୍ନେଟରୀ ଆଟଲିଷ୍ଟ 2 ଜଣଙ୍କର ହେବା ଦରକାର, ପ୍ରେସିଡେଣ୍ଟ ସେକ୍ରେଟାରୀ ନହେଲେ ଟ୍ରେଜରର ଯାହାକୁ ଥିବ ଆପଣ ଦେବେ। ସିଗ୍ନେଚରଟା 2 ଜଣଙ୍କୁ କରିଦେଲେ, ତାପରେ ଦେଖିଦେବେ ବ୍ୟାକ୍ କରିକି ଆପଣ ଦେଖନ୍ତୁ ବର୍ତ୍ତମାନ ଆପଣଙ୍କର ଏସ୍ଏଚ୍ଜି ଯେଉଁଟା ଅପଲୋଡ଼ ହେଇପାରୁନଥିଲା ଆପଣଙ୍କର ଅପଲୋଡ଼ ହେବା ପାଇଁ ରେଡ଼ି ହେଇଗଲା। ଆପଣ ଏଠି ଏସ୍ଏଚ୍ଜି ମେମ୍ବର ବି ସେ ଯେ ଆପଣ ଯେଉଁଠି ଆପଣଙ୍କର ଦେଖାଉଥିଲା ସିଗ୍ନେଚରୀ ଶୋ କରୁଥିଲା, ସେଠି ବି ସିଗ୍ନେଚରୀ ଆପଣଙ୍କର ଶୋ କଲା। ତ ପ୍ରୋବ୍ଲେମ୍ ଆଉ କିଛି ହେବାର ନାହିଁ, ଆପଣ ଏବେ ସେ ଏସ୍ଏଚ୍ଜିକୁ ଅପଲୋଡ଼ ଆପଣ କରିପାରିବେ। ତ ଆପଣ ଏବେ ଯିବେ ଦେଖନ୍ତୁ, ଆମେ ଦେଖାଇ ଦେଉଛୁ ସେଇଟା ଆପଣଙ୍କର ଅପଲୋଡ଼ ପାଇଁ ଆପଣଙ୍କର ଏବେ ଶୋ କଲା, ତ ଆପଣ ସେ ଏସ୍ଏଚ୍ଜିକୁ ଅପଲୋଡ଼ କରିପାରିବେ। ସବୁଟା ବି କମ୍ପ୍ଲିଟ୍ ବି ହେଇଗଲା। ଧନ୍ୟବାଦ।